ଜୟ ଜଗନ୍ନାଥ। ବନ୍ଧୁଗଣ, ଆଜି ଆମେ ଜଣା ଅଜଣା ଚ୍ୟାନେଲ ମାଧ୍ୟମରେ ଅଗ୍ନି ଉତ୍ସବର ପୌରାଣିକ ତଥ୍ୟ ବିଷୟରେ ଜାଣିବା। ଓଡ଼ିଶାର କୃଷିଭିତ୍ତିକ ପର୍ବ ମଧ୍ୟରେ ଅଗ୍ନି ଉତ୍ସବ ଅନ୍ୟତମ। ଏହାକୁ ମଧ୍ୟ ମାଘ ପୂର୍ଣ୍ଣମୀ, ଅଇଘରା ପୂର୍ଣ୍ଣମୀ, ଅଗ୍ନି ଉତ୍ସବ ପୂର୍ଣ୍ଣିମା ବା ଅଗ୍ନି ଉତ୍ସବ, ଅଇଘରା ପୁନେଇ ବା ଅଗିଜଳା ପୂର୍ଣ୍ଣିମା, ଅଗିଜଳା, ଅଗିରା ପୂର୍ଣ୍ଣମୀ ବୋଲି କୁହାଯାଏ। ଓଡ଼ିଶାରେ ବେଶ୍ ପରିଚିତ ଲୋକବାଣୀଟି ହେଉଛି ଅଗି ଜଳିଲା ଶୀତ ଟଳିଲା, ଯାହାର ଅର୍ଥ ହେଉଛି ଅଗିଜଳା ଦିନଠାରୁ ଶୀତର ପ୍ରଭାବ କମେ। ଶୀତ ଋତୁର ଶେଷ ମାଘ ମାସର ପୂର୍ଣ୍ଣମୀକୁ ଅଗିରା ପୁନେଇ ବୋଲି କୁହାଯାଏ। ଏହି ଦିନଠାରୁ ଶୀତ କମେ ଓ ଖରା ବଢ଼େ। ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରା ଆସିବାର ଥାଏ। ପଛରେ ରହିଯାଏ ମଞ୍ଜଥରା ଶୀତର ପ୍ରକୋପ। ଆସନ୍ତା ଗ୍ରୀଷ୍ମ ଓ ଫେରନ୍ତା ଶୀତର ମିଶ୍ରଣରେ ଅନୁଭୂତ ହୁଏ ଋତୁରାଜ ବସନ୍ତ। ଏହି ସମୟକୁ ଆମେ ଉପଭୋଗ କରୁ ବିଭିନ୍ନ ପର୍ବପର୍ବାଣୀ ଓ ଖୁସି ଉଲ୍ଲାସରେ। ଏହି ଅଗିରା ପୁନେଇ ବେଳକୁ କୃଷି ପ୍ରଧାନ ଓଡ଼ିଶାର ଘରେ ଘରେ ଅମଳ ହୋଇ ଖଳାକୁ ଆସି ସାରିଥାଏ ଫସଲ। ସେତେବେଳକୁ ପ୍ରତି ଖଳାରେ ଧାନ କୁଟା ନଡ଼ା ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ଥାଏ। ତେଣୁ ଅଗିରା ପୁନେଇର ମୁଖ୍ୟ ଉତ୍ସବ ଅଗିଜଳା ପାଇଁ ସମସ୍ତଙ୍କ ମନରେ ଭରପୂର ଉତ୍ସାହ ଥାଏ। ଏହି ଅଗ୍ନି ଉତ୍ସବ କାହିଁକି ପାଳନ ହୁଏ ସେ ବିଷୟରେ ଆମେ ଜାଣିବା। ଏହା ମୁଖ୍ୟତଃ ଅଗ୍ନି ଦେବତାଙ୍କ ପୂଜା। ଅଗ୍ନି ଦେବତାଙ୍କ ପୂଜା ସାଧାରଣତଃ ଶ୍ରୀପଞ୍ଚମୀ ଦିନଠାରୁ ଆରମ୍ଭ ହୋଇଥାଏ। ଏହାର କାରଣ ସରସ୍ୱତୀଙ୍କୁ ବେଦରେ ଅଗ୍ନି ବୋଲି କୁହାଯାଇଛି। ତାଙ୍କ ନିକଟରେ ହେଉଥିବା ହୋମ ହିଁ ପ୍ରଥମ ଅଗ୍ନି ପୂଜା ବୋଲି ବିଚାର କରାଯାଏ। ଅଗିରା ପୁନେଇ ଦିନ ଅଗ୍ନିଙ୍କ ଶ୍ରେଷ୍ଠ ଉତ୍ସବ ପାଳନ ହୁଏ। ଅଗ୍ନି କିଏ? ତାଙ୍କ ସୃଷ୍ଟିର ରହସ୍ୟ କ'ଣ ସେ ବିଷୟରେ ଆମେ ଜାଣିବା। ସତ୍ୟଯୁଗରେ ଅଗ୍ନିଦେବ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ମହାବିଷ୍ଣୁଙ୍କ ମୁଖରୁ ଜନ୍ମ ଲଭିଥିଲେ। କଳି ଯୁଗରେ ଅଗ୍ନିଦେବ ମାଘ ମାସ ପୂର୍ଣ୍ଣିମାରେ ଜନ୍ମ ହୋଇଥିଲେ। ମେଷ ରୂପରେ କଳିକୁ ବଳି ବାନ୍ଧି ରଖିଥିଲେ। ମାଘ ପୂର୍ଣ୍ଣିମା ଦିନ ହରି ତାକୁ ମୁକ୍ତ କରିଥିଲେ। ଦୁଷ୍ଟ କଳି ପକ୍ଷୀ ରୂପ ହୋଇ ସେଠାରୁ ଉଡ଼ିଗଲା ଓ କୃଷ୍ଣ ଯିବା ବାଟରେ ଏକ ବରଗଛରେ ବସିଲା। ଯେତେବେଳେ କୃଷ୍ଣ ସେ ବରଗଛ ତଳକୁ ଗଲେ, କଳି ତାଙ୍କ ମୁଣ୍ଡ ଉପରେ ପରିସ୍ରା କରି ପକାଇଲା। ତେଣୁ ଭଗବାନ କ୍ରୋଧରେ ନିଜ ଶରୀରରୁ ଅଗ୍ନି ଜାତ କରି
କଳିକୁ ପୋଡ଼ି ପକାଇଲେ। କଳି ଦରପୋଡ଼ା ହୋଇ ଭଗବାନଙ୍କ ପାଦ ତଳେ ପଡ଼ିଗଲା। ଅଗ୍ନିକୁ ଭଗବାନ କହିଲେ ଯେ, ଆଜି ମୋ ଦେହରୁ ତୁମେ ଜାତ ହୋଇଥିବାରୁ ପ୍ରତି ମାଘ ପୂର୍ଣ୍ଣିମାରେ ତୁମର ଜନ୍ମ ଉତ୍ସବ ମଣିଷମାନେ ପାଳନ କରିବେ। ଏହା ଥିଲା ପୌରାଣିକ ତଥ୍ୟ। ପ୍ରଥମେ ଅଗ୍ନି ଉତ୍ସବ ପାଳନ କିଏ କଲେ ସେ ବିଷୟରେ ଆମେ ଜାଣିବା। ଭଗବାନ କୃଷ୍ଣ ଅଗ୍ନିଙ୍କୁ ଜାତ କରିବା ପରେ ତାଙ୍କ ଜନ୍ମ ଉତ୍ସବ ପାଳନ କଥା କହି ଏହା କହିଥିଲେ ଯେ, କଳିଯୁଗରେ ଯେତିକି ସ୍ନାନ, ଦାନ, ଶେଷରେ ମଣିଷମାନେ ତୁମର ହୋମଯଜ୍ଞ କରିବେ। ତୁମ ମୁହଁରେ କୁଟା, କାଠି ଆଦି ଦ୍ରବ୍ୟ ପକାଇ ଯେଉଁ ଲୋକ ତୁମର ଜନ୍ମବିଧି ପାଳନ ନ କରିବ, ତାହାର ବାସଗୃହ ତୁମେ ଭକ୍ଷଣ କରିବ। ଏହାପରେ ଭଗବାନ ରାଜା ଯୁଧିଷ୍ଠିରଙ୍କୁ ଆଦେଶ ଦେଲେ ଯେ ନିଜ ରାଜ୍ୟରେ ଅଗ୍ନି ଉତ୍ସବ ପାଳନ କର। କୃଷ୍ଣଙ୍କ ଆଦେଶରେ ଧର୍ମରାଜ ଯୁଧିଷ୍ଠିର ଅଗ୍ନି ଉତ୍ସବ ପାଳନ କଲେ। ଅଗିରା ପୁନେଇ ପାଳନ ବିଧି। ଅଗିରା ପୁନେଇ ବା ଅଗ୍ନି ଉତ୍ସବ ପାଇଁ ଗାଁ ମୁଣ୍ଡର ଏକ ଖୋଲା ଜାଗାକୁ ଗୋବରରେ ଲିପି ପରିଷ୍କାର କରିବାକୁ ହୁଏ। ପ୍ରତି ଘରୁ ଅଗ୍ନିଭୋଜ୍ୟ କୁଟା, କାଠ, ନଡ଼ା ଆଦି ଆଣି ଠୁଳ କରାଯାଏ। ଗୋଟିଏ ଘିଅ ଦୀପ ପ୍ରଥମେ ପୂଜା ପାଇ ସାରିଲା ପରେ ସେହି ଦୀପରୁ ଠୁଳ ହୋଇଥିବା କୁଟା କାଠିରେ ଅଗ୍ନି ସଂଯୋଗ ହୁଏ। ନିଆଁ ଉପରକୁ ଆଳୁ, ସାରୁ, ବାଇଗଣ ଆଦି ପକାଇ ପରେ ତାକୁ ପ୍ରସାଦ ରୂପେ ଗ୍ରହଣ କରାଯାଏ। ବିଶ୍ୱାସ ଅଛି ଯେ ଶୀତଦିନେ ବାଇଗଣ ଖାଇବା ଦେହ ପକ୍ଷେ ଅହିତକର। ଏହି ଅଗିରା ପୁନେଇ ଠାରୁ ପୁଣି ବାଇଗଣ ଖାଇବା ବିଧେୟ ହୋଇଥାଏ। ଅଗିରା ପୁନେଇରେ ବାଳିକାମାନଙ୍କର ଭୂମିକା କ'ଣ ଅଛି? ଝିଅମାନେ ଏହି ଦିନ ବଜ୍ର ଗଛର ମୂଳି ଓ ହରଡ଼ ଗଛ ଝାଟିରେ ଝାଡ଼ୁ ତିଆରି କରିଥାନ୍ତି। ପରଦିନ ଭୋରୁ ଉଠି ଘର ପାଖରୁ ରାସ୍ତାକୁ ସେହି ଝାଡ଼ୁରେ ସଫା କରି ଅଗି ପର୍ଯ୍ୟନ୍ତ ନିଅନ୍ତି। ସେଠାରେ ଅଗି ଖରକି ପାଉଁଶକୁ ନେଇ ଦୂରରେ ଫିଙ୍ଗି ଦିଅନ୍ତି। ଅଗି ସ୍ଥାନକୁ ଗୋବରରେ ଲିପି ପରିଷ୍କାର କରି ଘରକୁ ଫେରନ୍ତି। ସେମାନଙ୍କୁ ଅଗି ଛୁଅନ୍ତା କହି ଅନ୍ୟମାନେ କେହି ଛୁଅନ୍ତି ନାହିଁ। ଏହାପରେ ଝିଅମାନେ ତେଲ ହଳଦୀରେ ନଦୀ କିମ୍ବା ପୋଖରୀରୁ ଗାଧୋଇ ପରିଷ୍କାର ଲୁଗା ପିନ୍ଧି ଅଗିଲିପା ଜାଗାରେ ଭୋଗ କରନ୍ତି ଓ ପରେ ତାକୁ ସେହି ଭୋଗକୁ ବାଣ୍ଟି ଦିଅନ୍ତି।
କୃଷି ପରମ୍ପରା। ଅଗିରା ପୁନେଇ ଏକ କୃଷିଭିତ୍ତିକ ପର୍ବ ଭାବେ ମଧ୍ୟ ଗ୍ରହଣୀୟ। କୃଷି କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ଲଙ୍ଗଳ, ଶାବଳ, ଦାଆ, କୋଡ଼ି, କୋଦାଳ ପରି ଲୁହା ଯନ୍ତ୍ରପାତି କମାରଶାଳରେ ନିଆଁ ଭିତରେ ପ୍ରସ୍ତୁତ ହୁଏ। ତେଣୁ କମାରଶାଳର ଇଷ୍ଟଦେବ ହେଉଛନ୍ତି ଅଗ୍ନି। ଅଗ୍ନି ଉତ୍ସବ ପରେ ଲୋକମାନେ ଘର ଛପର କରନ୍ତି। କୁହାଯାଏ, ଘର ପୋଡ଼ିଠାରୁ ବିପତ୍ତି ନାହିଁ। ତେଣୁ ଘରକୁ ନିଆଁ ଦାଉରୁ ବଞ୍ଚାଇବା ପାଇଁ ଅଗ୍ନି ଦେବତାଙ୍କୁ ଶାନ୍ତ କରିବା ହେଉଛି ମାଘ ପୂର୍ଣ୍ଣିମା ଦିନ ଅଗ୍ନି ଉତ୍ସବର ଉଦ୍ଦେଶ୍ୟ। ଏବେ ଜାଣିବା ବିଭିନ୍ନ ଅଞ୍ଚଳରେ ଅଗ୍ନି ଉତ୍ସବ କିପରି ପାଳନ କରାଯାଏ। ଓଡ଼ିଶାରେ ଅଗିରା ପୁନେଇ ଦିନ ଅଗ୍ନି ଉତ୍ସବ ପାଳନ ହେଉଥିବା ବେଳେ ଅଞ୍ଚଳ ଭେଦରେ ଅନ୍ୟ ସମୟରେ ମଧ୍ୟ ଅଗ୍ନି ଉତ୍ସବ ପାଳନ ହୁଏ। ପୁରୀ ଜିଲ୍ଲାରେ ବ୍ରାହ୍ମଣ ଶାସନମାନଙ୍କରେ ଠାକୁର ଝୁଲଣ ବିମାନରେ ଯିବାବେଳେ ସବୁ ଘର ଆଗରେ ରହି ଭୋଗ ଖାଇଥାନ୍ତି। ଘର ଲୋକମାନେ ଘର ଦୁଆର ଆଗରେ ନଡ଼ିଆ, ବାହୁଙ୍ଗା ଓ ବାଉଁଶରେ କୁଟା ଗୁଡ଼ାଇ ପୋତି ରଖନ୍ତି। ଠାକୁର ଆସିଲେ ସେହି ହୁଳାରେ ନିଆଁ ଲଗାଯାଏ। ଠାକୁର ଗାଁ ମୁଣ୍ଡରେ ପହଞ୍ଚିଲା ବେଳକୁ ଗାଁ ଲୋକଙ୍କ ଦ୍ୱାରା କରାଯାଇଥିବା ନିଆଁ ଚାରିପଟେ ବୁଲି ସେଠାରେ ଭୋଗ ଖାଇ ନିଜେ ମନ୍ଦିରକୁ ଫେରନ୍ତି। କଟକ ଜିଲ୍ଲାରେ ଏହି ଉତ୍ସବକୁ ମେଣ୍ଢାକୁଡ଼ିଆ ପୋଡ଼ି କୁହନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରେ ଏହାକୁ ମେଣ୍ଢାଘର ପୋଡ଼ି କୁହାଯାଏ। ସାମାଜିକ ଦୃଷ୍ଟିକୋଣରୁ ଅଗିରା ପୁନେଇର କ'ଣ ମାହାତ୍ମ୍ୟ ଅଛି? ମାଘ ମାସରେ ଗଛ ସବୁ ପତ୍ରଝଡ଼ା ଦେଇ ନୂଆ ନୂଆ କଅଁଳ ପତ୍ରରେ ପରିବେଶକୁ ସବୁଜିମାରେ ଭରି ଦିଅନ୍ତି। ତେଣୁ ଅପରିଷ୍କାର ହୋଇ ପଡ଼ିଥିବା ପତ୍ର, ଧାନ ଅମଳ ପରର କୁଟା, ନଡ଼ା ସବୁ ଏକାଠି କରାଯାଇ ଅଗ୍ନି ସଂଯୋଗ କରାଯାଏ। ଫଳରେ ଗାଁ ରାସ୍ତା ପରିଷ୍କାର ପରିଚ୍ଛନ୍ନ ରୁହେ ଓ ଅଗିଜଳା ପାଉଁଶ ମଧ୍ୟ ସାର ରୂପେ ବ୍ୟବହାର ହୋଇଥାଏ। ଏହି ଋତୁରେ ଆମ୍ବ, ବଉଳ ସବୁ ଗଛରେ ଭର୍ତ୍ତି ହୋଇଥାଏ। ମାତ୍ର କୁହୁଡ଼ି ଯୋଗୁଁ ବଉଳ ନଷ୍ଟ ହେବାର ସମ୍ଭାବନା ଅଧିକ ଥାଏ। ଅଗ୍ନି ଉତ୍ସବ ଫଳରେ କୁହୁଡ଼ି କମିଯାଏ ଏବଂ ଆମ୍ବ, ବଉଳ ନଷ୍ଟ ହେବାରୁ ରକ୍ଷା ପାଏ। ସର୍ବୋପରି ଅଗ୍ନି ଉତ୍ସବ ହେଉଛି ଆମ ସଂସ୍କୃତି, ପରମ୍ପରା ଓ ଜନଜୀବନର ଏକ ଅଙ୍ଗ। ହିନ୍ଦୁ ଧର୍ମର ପ୍ରକୃତି ପୂଜା ଓ ପ୍ରକୃତି ସହ ସହାବସ୍ଥାନର ଏକ ଉଦାହରଣ ହେଉଛି ଏହି ଅଗିରା ପୁନେଇ ବା ଅଗ୍ନି ଉତ୍ସବ।
ଏହି ଅଗିରାରେ ଲୋକମାନେ ଆଳୁ ଏବଂ ବାଇଗଣ ପରି ପନିପରିବା ନିଆଁରେ ଫିଙ୍ଗି ଦିଅନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଯଦି କେହି ଏହି ପୋଡ଼ି ପନିପରିବା ଖାଆନ୍ତି, ତେବେ ସେମାନେ କେବେ ବି କୁଣ୍ଡାଇ ହେବେ ନାହିଁ ଏବଂ ଚର୍ମ ରୋଗରେ ପୀଡ଼ିତ ହେବେ ନାହିଁ। ଦ୍ୱିତୀୟ କାରଣ ହେଲା, ଲୋକମାନେ ସେମାନଙ୍କ ଘରେ ପୋଡ଼ି ପକାଇଥିବା ନଡ଼ାରୁ ପାଉଁଶ ମଧ୍ୟ ଛିଞ୍ଚି ଦିଅନ୍ତି। ସେମାନେ କୁହନ୍ତି ଯେ ଏପରି କରିବା ଦ୍ୱାରା ଅଗ୍ନି କେବେ ବି ଘରକୁ ସ୍ପର୍ଶ କରିବ ନାହିଁ। ଲୋକେ ସାଧାରଣତଃ ବିଶ୍ୱାସ କରନ୍ତି ଯେ ଅଗ୍ନି ମହୋତ୍ସବ ଦିନ ଶୁଖିଲା ନଡ଼ା ଗଦା ଜାଳିବା ଦ୍ୱାରା ଆଗାମୀ ବର୍ଷର ଫସଲ ବିଷୟରେ ପୂର୍ବାନୁମାନ କରିବାରେ ସାହାଯ୍ୟ ହୁଏ। ନଡ଼ା ପୋଡ଼ି ଦିଆଯାଏ ଏବଂ ନଡ଼ା ପୋଡ଼ିବା ସମୟରେ ଏହାର ଦିଗ ପରବର୍ତ୍ତୀ ବର୍ଷର ଫସଲ ବିଷୟରେ ପୂର୍ବାନୁମାନ କରେ ବୋଲି ବିଶ୍ୱାସ କରାଯାଏ। ଅଗ୍ନିଶିକ୍ଷାର ଦିଗ ଉପରେ ଆଧାର କରି ନିମ୍ନଲିଖିତ ଭବିଷ୍ୟବାଣୀ କରାଯାଇଛି। ପୂର୍ବ ଦିଗକୁ ନିଆଁର ଢଳାଇ ଉଚ୍ଚ ଜୁଆର ଏବଂ କ୍ଷେତରେ ଲୁଣିଆ ପାଣି ହଠାତ୍ ପ୍ରବେଶ କରିବାର ସମ୍ଭାବନାକୁ ସୂଚିତ କରେ। ପଶ୍ଚିମ ଦିଗକୁ ଢଳାଇ ବନ୍ୟାର ପୂର୍ବାନୁମାନ କରେ। ଉତ୍ତର ପୂର୍ବ ଦିଗକୁ ଶିଖାର ସାମାନ୍ୟ ଢଳାଇ ଭଲ ଫସଲକୁ ସୂଚିତ କରେ। ଅଞ୍ଚଳ ଭେଦରେ ଏହି ଅଗ୍ନି ଉତ୍ସବ କିପରି ପାଳନ କରାଯାଏ, ସେହି ବିଷୟରେ ଜାଣିବା। ପୁରୀ ଜିଲ୍ଲାର ବ୍ରାହ୍ମଣ ଶାସନମାନଙ୍କରେ ଠାକୁର ଝୁଲଣ ପଟୁଆର କରି ଯିବାବେଳେ ପ୍ରତି ଘର ସାମନାରେ ରହି ଦୁଆର ଭୋଗ ଖାଇଥାନ୍ତି। ଗୃହସ୍ଥ ତାଙ୍କ ଦୁଆର ଆଗରେ ଦାଣ୍ଡରେ ନଡ଼ିଆ ବାହୁଙ୍ଗା ଓ ବାଉଁଶ ଲଗିରେ କୁଟା ଆଦି ଗୁଡ଼ାଇ ଆଗରୁ ପୋତିଥାନ୍ତି। ଦିଅଁ ବିଜେ କଲାବେଳେ ସେହି ହୁଳାରେ ନିଆଁ ଲଗାଇ ଦିଆଯାଏ। ଦିଅଁ ଗାଁ ମୁଣ୍ଡରେ ପହଞ୍ଚିଲା ବେଳକୁ ଗ୍ରାମବାସୀଙ୍କ ଦେଇ ସଂଗୃହୀତ ଏକ ବଡ଼ କୁଟା ଗଦାରେ ନିଆଁ ଲଗାଯାଇଥାଏ। ଏହି ନିଆଁକୁ ଅଗି ବା ଅଇଘରା କୁହାଯାଏ। ଦିଅଁ ଏହି ଅଗି ଚାରିପଟେ ବୁଲି ସେଠାରେ ଭୋଗ ଖାଇ ନିଜ ମନ୍ଦିରକୁ ବାହାରନ୍ତି। ସେହିପରି କଟକ ଜିଲ୍ଲାରେ ଏହି ଉତ୍ସବକୁ ମେଣ୍ଢାକୁଡ଼ିଆ ପୋଡ଼ି କୁହାଯାଇଥାଏ। ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଅଗ୍ନିଜଳା ଉତ୍ସବକୁ ମେଣ୍ଢାଘର ପୋଡ଼ି ବୋଲି କୁହାଯାଇଥାଏ।
ପଶ୍ଚିମବଙ୍ଗରେ ଦୋଳ ପୂର୍ଣ୍ଣିମା ଆଗ ଦିନ ରାତିରେ ଏହିପରି ଏକ ଅଗ୍ନି ଉତ୍ସବ ହୋଇଥାଏ। ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ଅଗ୍ନି ଉତ୍ସବ ହୋଇନଥିଲେ ମଧ୍ୟ ଲୋକେ କୌତୁକରେ ପରସ୍ପର ଭିତରେ ଯୁଦ୍ଧ କରିଥାନ୍ତି। ସେହିପରି ମହାରାଷ୍ଟ୍ରରେ ନାନାଦି ଯୁଦ୍ଧରେ ନିହତ ବୀରମାନଙ୍କ ବଂଶଧରମାନେ ହାତରେ ଖଣ୍ଡା ଧରି ନିଆଁ ଚାରିପଟେ ବୁଲି ନାଚନ୍ତି ଓ ଏହି ନିଆଁରେ ଗରମ କରାଯାଇଥିବା ପାଣିରେ ଗାଧାନ୍ତି। ପଶ୍ଚିମ ଭାରତରେ ପ୍ରତ୍ୟେକ ଗୃହସ୍ଥଙ୍କ ଘର ଆଗରେ ଗବ ଗଛଟିଏ ପୋତାଯାଇ ତହିଁ ଉପରକୁ କୁଟା, ଚିରାକନା, ଘଷି ଆଦି ଜମା କରାଯାଇ ଅଗି ଜଳା ହୁଏ ଓ ଲୋକେ ରାତିଯାକ ଅଶ୍ଳୀଳ ଗୀତ ଗାଇ ନାଚନ୍ତି। ଏହିପରି ଭାବରେ ଅଗ୍ନି ଉତ୍ସବ ପାଳନ ହୁଏ। ଏହି ତଥ୍ୟ ଗୁଡ଼ିକ କିପରି ଲାଗିଲା ଆପଣମାନେ ଲାଇକ୍ ଓ କମେଣ୍ଟସ୍ ମାଧ୍ୟମରେ ଜଣାନ୍ତୁ। ଯଦି ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଆପଣ ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ।